ଲଘୁଚାପର କଣ ରହିଛି ପ୍ରଭାବ? କୋଉ କୋଉ ଜିଲ୍ଲାରେ ଅଧିକ ବର୍ଷା ହବ ସାର୍? ବର୍ତ୍ତମାନ ଦେଖନ୍ତୁ ଯୋଉ ଲଘୁଚାପ କ୍ଷେତ୍ରଟି ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଥିଲା ସେଟା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ଏବଂ ତାରି ପ୍ରଭାବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୁଡାକରେ ପ୍ରବଳ ବର୍ଷା କି ଗୋଟେ ଦିଟା ସ୍ଥାନରେ ପ୍ରବଳ ବର୍ଷା ବି ହେଇ ସାରିଛି। କିନ୍ତୁ ୟା ପରବର୍ତ୍ତୀ କ୍ଷେତ୍ର ସମୟରେ 25 ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ତଥା କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତ ରୂପ ନେଇକି 27 ତାରିଖ ସୁଦ୍ଧା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି। ଯାହାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ତଥା ଗୋଟେ ଦିଟା ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି କେତେ କିଲୋମିଟର ରହିବ ସାର୍? ପବନର ବେଗ ଆମେ ଆଶା କରୁଛୁ ଘଣ୍ଟା ପ୍ରତି 40 କିଲୋମିଟର, ଝଟକା ପବନ 50 କିଲୋମିଟର ଏହା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହା ଅବପାତରେ ପରିଣତ ହେଲା ବେଳକୁ ଆମେ ପବନର ବେଗଟା ଆମେ ଅନୁଭବ କରିପାରିବା। ଅଧିକାଂଶ କୋଉ ଜିଲ୍ଲାକୁ ଅଧିକ ପ୍ରଭାବ ପଡିବ ସାର୍? ଅଧିକାଂଶ ଯେହେତୁ ଆପଣଙ୍କର ଅବପାତ ରୂପ ନେଲା ପରେ ଇଏ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳରେ ଇଏ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି। ତେଣୁକରି ଆମେ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ଅଛି ଏବଂ ଏହା ଆଗାମୀ 4-5 ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ରହିଛି।